मौसम कत सुंदर आस आज मैं चलू सांग मैंने स्वागत कर यूट्यूब चैनल को आज चलती गोटे जा गोटे जगह चल कॉलेज काली एग्जाम थिला सोमवार पुणी एग्जाम मंदिर जाऊँ फेरमी चल मंदिर जाऊ फेर बोली छता वर्षा पकाऊँ सोमवार दिन लास्ट चल जी मंदिर चलतु रागि जाइए केते कष्ट रे पुणी करिकी बंद मते मंदिर केते बाट रहा से गणी रे कर्णाटक गोटे आम जो फास्ट रोकु जो गले से शिव मंदिर थी बड़ शिव मंदिर सरस्वती जी रागि जाइए बादल पर बोली मुटा अफ अच्छी आज लिपस्टिक किसी लगे आस मंदिर जाइए भिडियोटा कंटिन्यू कर कौ मंदिर मंदिर से मंदिर से धूप आनी दे था मना कल देख धूप मंदिर फोटो ठाकुर पूजा नहीं कौन मार दीजिए जी कानफुल बर्तमान ये नहीं कौन कानफुल ब्लैक से कहीं जो बॉल टाइप से छाड़ी और व्हाइट कलर स्टोन नहीं व्हाइट वाला नहीं से लिपस्टिक देखिए रेड कलर भल अच्छे हाँ बड़ा बड़ा नहीं आस
ନାହିଁ ଛୋଟ ଦୋକାନ କିନ୍ତୁ ଭଲ ଜିନିଷ ଅଛି କ୍ୱାଲିଟି। ବନ୍ଦ କର। କ'ଣ ଫୋନ କଲା ଫୋନଟା କଟିଗଲା ସେଥିପାଇଁ ମୋ ମୁଣ୍ଡଟା ଗରମ ହେଇଗଲା। ତାପରେ ଭାଉଜ ମୋର ରାଗ କେତେଟା କାରଣ 4ଟା ନା 5ଟା? ତାପରେ ଭାଇ ଯୋଉ ଫୋନ କଲେ ହଁ ତୋର ପାର୍ସଲ ଆସି ରିସିଭ କର 2 ମୁଣ୍ଡଟା ଗରମ ଥିଲା ଯେ ମୁଁ ତାକୁ କିଛି କହିପାରିନି ସେଥିପାଇଁ ମୋ ରାଗ 2 ତାପରେ ମୁଁ ଖାଲି ଏଇଆ କହିଲି ମୁଁ କ୍ୟାନସଲ କରିଦେବି। ଆଉ 3 ନମ୍ବର ମୁଁ ତାକୁ କହିଥାନ୍ତି ଯେ ମୁଁ ତମ ପଇସାରେ କିଛି ଜିନିଷ ଖାଇବାକୁ ଚାହୁଁନି କିଛି ବି କିଣିବିନି ତମଠାରୁ। ତ ତୃତୀୟ କାରଣ ଏଇଟା 2ଟା କାରଣ ଭାଉଜଙ୍କ ପଇସା ଭାଇଙ୍କ ପଇସାରେ ଖାଇବନି। ବର୍ତ୍ତମାନ ଆଉ ସେ ଚାଲ ତ ଖାଇବନି। ଆଉ ସେ କିଏ ପଇସା ଦେଇଥିଲେ ରୁହ ଏ ସରସ୍ୱତୀ ଭାଉଜ କହିଲେ ଭାଇଙ୍କ ପଇସାରେ କିଛି ଖାଇବାକୁ ଚାହୁଁନାହାନ୍ତି ସେଥିପାଇଁ ସେ ଛତୁଆ ଅର୍ଡ଼ର ମାନେ ରାଗ ତାଙ୍କ ସକାଳୁ ଛତୁଆଟା କ୍ୟାନସଲ କଲେ। ଏ ଆଳୁ ସେ ଚାଲ ସେ ଖାଇବେନି ତମେ ତ ଖାଇବନି। ମୋର ମୁଁ କାଲି ସେ ଆଳୁ 2ଟା ପକେଇ ଦେଇଛି। ମୋର ପୁରୁଣା ଆଳୁ ଥିଲା କାଲି ସେ ଆଳୁ 2ଟା ଚିକେନ ଫପଡ଼ା ହେଇଛି 2ଟା ଆଳୁ ଥିଲା। ମୁଁ ତ ଏଥିରେ କିଛି ଆଣିନି। ଚାଉଳଟା ବି ଭାଇ ପଇସା ତମେ ଆଣିଛ ତ ତମେ ତ କିଛି ଖାଇବନି ବିଲକୁଲ ଖାଇବନି। ଏହାକୁ ସବୁ ଆମେ ଖାଇବୁ ରେଡ଼ି ଦେଖା ହେଲା। ଜମା ଡାକିବନି। ମୋ ଭାଇ ପଇସା ଦେଇଛି କିଛି ଖାଇବନି ଯଦି କିଛି ହାତ ମାରିବନି ଏଠି ଉପାସ ରହିବ କହିଦେଇଛି। ମୁଁ ଭାଇକୁ ଏବେ ଭିଡ଼ିଓ କଲ୍ କରିବି କହିବି ଭାଇ ଦେଖ ସେ କହିଛନ୍ତି କିଛି ଖାଇବେନି ବୋଲି କିଛି ଏଠି ଯାହା ବି ଅଛି କିଛି ଖାଇବେନି ଉପାସ ରହିବେ ସେମିତି ମରିଗଲେ ତାଙ୍କ ଶବଟାକୁ ମୁଁ ପଠେଇଦେବି ଏ ଭିତରେ। ଭାଇକୁ ମିଳିଲେ ତୋର ଏତେ ନା ନା ଭାଇ ରୁହ ଓଟିଂରେ କେତେ ଅଛନ୍ତି କି ଓଟି ତମେ ବା କୁହ ଅଛି ଆମେ କ'ଣ ଜାଣିଛୁ କିଏ ଅଛି ତମେ ତୁମର କୁହ ଜାଣିନା ଏ ଭାଇ ନୁଙ୍ଗୁରା ନା ଆଳୁଆ ଏଇଆ କୁହ ସାର୍ ଭିଡ଼ିଓଟା ପକେଇବି କେଉଁ ଇଜାପୁରା ଲୋକ ଦେଖିଦେବେ ମୋତେ କେବେ ତ ଏଇଆ ସବୁ ଯାଇ କରୁଥିଲ ନା ଆଣିଲି ଖାଇବି ବୋଲିକି ସିଏ କ'ଣ ନା 5ଟାରେ ନା 11:30 ଖଣ୍ଡେ ମ୍ୟାଗନେଟ୍ କରିକି ରଖିଦେଲି ଚିକେନଟାକୁ କଡ଼ଟା ଶୁଆ ଯାଇକି ଆସିଲା 1 ସେକେଣ୍ଡ ପାଇଁ ପଳେଇଲା ଏମିତି 2-3 ଥର ଆସିକି 1 ସେକେଣ୍ଡ ରହିଲା ଆସିବ ଧାପୁ ନାହିଁ ଯିବ। ତାପରେ 6:45 ଆସିଲା ତାକୁ ଚିକେନକୁ ମୁଁ ମ୍ୟାଗନେଟ୍ ରଖିଦେଲି ଗଲି ମୋତେ ସ୍ମେଲ୍ଟା ଆଉ ସେଟା କିଛି ଖାସ୍ ଲାଗିଲାନି ମୋତେ ଲାଗିଲା କି ଚିକେନଟା ଭଲ ବାସୁନି ସମସ୍ତେ କହିଲେ ଭଲ ଆସୁଛି କିନ୍ତୁ ମୋତେ ଲାଗିଲାନି। ତାପରେ ମୁଁ ଦୁଧ ପଞ୍ଚା ହେଇ କ'ଣ କଲି ନା କରିଲି ଆଣି ସାରିଲା ପରେ ଯେଉଁ ଗନ୍ଧ ସିଏ ଯେଉଁ ବାନ୍ତି କରିଦେବ ଗନ୍ଧରେ ବାନ୍ତି କର ଚିକେନଟା ଖାଇଛି ଯେଉଁ ଦାନ୍ତ ଆମ୍ବିଳା କେବଳ ସେ ପେଷ୍ଟ ପାଇଁ ହେଲା ଯେଉଁ ଗନ୍ଧ ସେ ମାନେ ବିଶ୍ୱାସ କର ଆଳୁ ଏଡ଼େ 6-7 ପକେଇଥିଲେ ଆଳୁ ତ ଅଧିକ ପଡ଼ିଥିଲା ତାକୁ ସବୁ ଫପାଳି ଦିନ ମାନେ କିଛି ଖାଇଲେ ମାନେ ଚିକେନ ଆଣିଛ ଚିକେନ ହିଁ ଖାଇବି ସେଥିପାଇଁ ରହିଲେ ତାକୁ ବି ଖାଇଲି ସବୁ ଯାକ ଫପାଡ଼ି 7:30 ବାଜିଲା ବେଳକୁ ତା କରେଣ୍ଟ ଗଲା ପୁଣି ଆସିକି ରହିଲା ଭାତ ରାନ୍ଧି ଖାଇଥିଲା ରାତି 10ଟାରେ ସକାଳୁ ଚିକେନ ଖାଇବା ପାଇଁ ଟୋଟାଲ ବସିଥିଲି କ'ଣ କହିବି। ତ ବହୁତ ଦିନ ପରେ ଆଜି ଧାରୁଡ଼ା ଟିକେ ପାଗ ହେଇଛି ତ ଚିକେନ କଥା କ'ଣ କହିବି ଚିକେନ ନେଇ ଟୋଟାଲି ଫପାଡ଼ିଦେଲି ଫପାଡ଼ିଦେଲି ଟିକେ ଖାଇଲେନି ତ 10ଟା ବାଜିଲାଣି ଆଳୁ ସିଝା ଭାତ ଖାଇଛି ଆଉ ଖାଇବିନି ବୋଲି ଉପାସ ରହିଲି ପୁଣି ଖାଇଲି ଏମିତି ଦିନଟା କଟିଲା ଆଉ କ'ଣ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ରହିଲି ବାଏ।